ହେଲା ଆଜି ଏ ଦୁନିଆ ସତେ କି ବଦଳି ଯାଇଛି। ପୁଅ ଝିଅ ଆଉ ଜଣାପଡ଼ୁନାହିଁ, ଏକାପରି ସବୁ ଦିଶୁଛି। ବାଡ଼ୁଅ ଝିଅଟା ରେଳ ଚଳାଉଛି, ଉଡ଼ାଉଛି ଉଡ଼ାଜାହାଜ, ମହାକାଶ ଯାନେ ଯାଉଛି ଶୂନ୍ୟକୁ, ସାଥେ ଧରି ଜନେ ଫୌଜ। ଆମ ଯୁଗ ଗୀତିକାର ଶୁଭ ଉନ୍ମୋଚନ ପୂଜ୍ୟପୂଜା ସାଂସଦର ଏ ଯେଉଁ ସ୍ୱତନ୍ତ୍ର ଉତ୍ସବରେ ହେଇଥିବାରୁ ମୁଁ କୃତଜ୍ଞ ଏବଂ ପୂଜ୍ୟପୂଜା ସଂସଦର ସମସ୍ତ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଉଛି। ଇତିପୂର୍ବରୁ ପୂଜ୍ୟପୂଜା ସଂସଦର ବିଭିନ୍ନ ପର୍ବପର୍ବାଣିରେ ମୋର 4-5ଟି ବହି ଉନ୍ମୋଚନ ହୋଇସାରିଛି। ଆଜି ଏ ଅବସରରେ ଯେଉଁ ଅତିଥିମାନଙ୍କ ଦ୍ୱାରା ଏ ବହି ଉନ୍ମୋଚନ କରାଗଲା, ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଦର୍ଶକମାନଙ୍କର ବା ଯେଉଁମାନେ ଉପସ୍ଥିତ ଥିଲେ ସେଠି ସମସ୍ତଙ୍କର କରତାଳି, ସମସ୍ତଙ୍କର ଉତ୍ସାହଜନକ ବାଣୀ ମୋତେ ଉତ୍ସାହିତ କରିଛି। ଭବିଷ୍ୟତରେ ଆଉ ଅଧିକ ଲେଖିବା ପାଇଁ ମୁଁ ନିଶ୍ଚିତ ଭାବେ ପ୍ରେରଣା ପାଇଛି। ୟା ପୂର୍ବରୁ କେତେ ଗୋଟା ବହି ଲେଖିଲେ ଆପଣ? ଏହା ପୂର୍ବରୁ ମୁଁ 7ଟି ବହି ଲେଖିସାରିଛି, ନାଟକ ଏବଂ କବିତା ବଳି ନେଇକି। ଏଇଟା 8ମ ଏବଂ ପରେ ପରେ ମୁଁ ରଖିଛି ଗୋଟେ ଗଳ୍ପ ସଂକଳନ। ଏଇଟା ଚାଲିଛି, ପୂର୍ଣ୍ଣ ହେଲେ ପ୍ରକାଶ ପାଇବ ଏବଂ ଆପଣମାନେ ସମସ୍ତେ ଏ ସମ୍ବାଦ ଜାଣିବାକୁ ପାଇବେ। ସାର୍, ଯଦି ଜଣେ ସେ ବହିକୁ ଜଣେ ଆପଣଙ୍କ ଥ୍ରୁ ସଂଗ୍ରହ କରିବା ପାଇଁ ଚାହିଁବ, କ'ଣ ସାର୍ ତା'ର ସୁବିଧା ଅଛି କିମ୍ବା କେମିତି ସଂଗ୍ରହ କରିବ କି? ଏହା କେବଳ ପ୍ରେସ୍ ଯିଏକି ଆମର ବୀରକିଶୋର ମହାନ୍ତି, କଟକ ବାର୍, ଦକ୍ଷିଣକାଳୀ ପ୍ରେସ୍, ତାଙ୍କ ମାଧ୍ୟମରେ ଏଇଟା ସେ ସଂଗ୍ରହ କରିପାରିବେ, କାରଣ ତାଙ୍କୁ ମୁଁ ସମସ୍ତ ପ୍ରକାର ସତ୍ତ୍ୱାଧିକାର ଦେଇସାରିଛି। ସାର୍, ଏବେ ଯେଉଁ ବହି ଲେଖିବା ପାଇଁ ପରିବାରର କେମିତି ସପୋର୍ଟ ଅଛି? ଆଉ ସାର୍, ଅବସର କାଳରେ ଧରିବାକୁ ଗଲେ, କହିବାକୁ ଗଲେ, ମୋ ପରିବାରର ମୋ କାର୍ଯ୍ୟବ୍ୟସ୍ତତା ଭିତରେ ସମୟ କାଢ଼ିବା ବଡ଼ ମୁସ୍କିଲ। କୌଣସି କାରଣବଶତଃ ଦିଲ୍ଲୀରେ ବଡ଼ ପୁଅ ପାଖରେ ଥିବାବେଳେ 2 ମାସ କାଳ ରହଣି ଏବଂ ଗୁଜରାଟରେ ଝିଅ ପାଖରେ ଥିଲାବେଳେ 1 ମାସ ରହଣି ମଧ୍ୟରେ ମୋତେ ଯେଉଁ ଅବସର ସମୟ ମିଳିଥିଲା, ସେହି ସମୟରେ ମୁଁ ଲେଖିବା ଆରମ୍ଭ କରିଛି। ମୁଁ ଅନେକ ସମୟରେ ପ୍ରକୃତିର ସୂକ୍ଷ୍ମ ରୂପଗୁଡ଼ିକୁ ଅନୁଧ୍ୟାନ କରେ ମୋ ମନ ଭିତରେ ଏବଂ ସବୁବେଳେ ମୁଁ ସେୟାର ଭିତରେ ଘାଣ୍ଟି ହୁଏ ଏବଂ ତାକୁ କବିତାର ରୂପ ଦିଏ। ଏବଂ ମୋ କବିତାର ମୂଳ ଉତ୍ସ ହେଲା ଯେ ଜ୍ୟୋତିପାତ ଏବଂ ସାଧାରଣ ଲୋକଙ୍କ ମନକୁ ଛୁଇଁଲା ଭଳିଆ କବିତା ଲେଖିବାକୁ ମୁଁ ବେଶୀ ପସନ୍ଦ କରେ। ଆଧୁନିକ କବିତାର ଛନ୍ଦ ବା ଆଧୁନିକ କବିତାର ଯେଉଁ ଅମିତ୍ରାକ୍ଷର ଛନ୍ଦ, ଏସବୁକୁ ମୁଁ ପସନ୍ଦ କରେ ନାହିଁ। ତେଣୁ ମୋ କବିତାର ଜ୍ୟୋତିପାତକୁ ମୁଁ ପ୍ରାଧାନ୍ୟ ଦିଏ ଏବଂ ସମାଜର ସର୍ବନିମ୍ନ ସ୍ତରରେ ଥିବା ଲୋକମାନଙ୍କୁ ଏ କବିତା ଛୁଇଁବ କେମିତି, ମୁଁ ସେହି ଚିନ୍ତାଧାରା ନେଇକି ଏ କବିତା ମୁଁ ରଚନା କରିଛି ଏବଂ ସେଇଥିପାଇଁ ଅନେକ ସରଳ, ସାବଲୀଳ ଏବଂ ସର୍ବଜନ ବୋଧଗମ୍ୟ ଭାଷା ମୁଁ ପ୍ରୟୋଗ କରିଛି। ଆଶା କରୁଛି ଯେଉଁମାନଙ୍କ ଉଦ୍ଦେଶ୍ୟରେ ମୁଁ ଏ କବିତା ସଂକଳନକୁ ଲେଖିଛି, ଯଦି ସେଇମାନେ ଏହାର ଆଧାର କରିବେ ତାହେଲେ ମୋର ଶ୍ରମ ସାର୍ଥକ ହେବ। ସାର୍, ଯୁବପିଢ଼ିମାନଙ୍କ ପାଇଁ କ'ଣ ରହିବ? ହଁ, ଯୁବପିଢ଼ିମାନଙ୍କ ପାଇଁ କବିତା ଶୀର୍ଷକ ଯଦି ପଢ଼ନ୍ତି, ଯୁଗ ଗୀତିକା ନମ୍ବର 2 ଅଛି। ଆଜିର ଯୁବ ସମାଜ କେମିତି ଭ୍ରଷ୍ଟ ହୋଇଛି ଏବଂ ବାହାରେ ରହି, ଜନ୍ମମାଟିଠାରୁ ଦୂରରେ ରହି ଗାଁକୁ ଆସିଲେ କେମିତି ଆମ ଓଡ଼ିଆ ଘରର ଚଳଣିକୁ ଭୁଲି ଯାଇ ସେମାନେ ଚାଉମିନ, ବର୍ଗର ଇତ୍ୟାଦି ଖୋଜୁଛନ୍ତି ଏବଂ ଏ ଘରର ଓଡ଼ିଆ ଘରର ବୋହୂ କେମିତି ରଜ ପର୍ବ ପାଳନ କରୁଛି, ଆଗର ରଜ ଏବେର ରଜ ଭିତରେ କେମିତି ତଫାତ ଅଛି। ଏ ଦେଶର ଆମ ଓଡ଼ିଶାର ପୁଅ ଝିଅମାନେ ରଜ ପର୍ବର ମଉଜ ଆଉ ନାହିଁ। ଆମ ଗାଁ ଗହଳିରେ ସେ ଆନନ୍ଦର ଗୀତ ଆଉ ଶୁଭୁନାହିଁ। କୁଆଁର ପୁନେଇ ଦିନ ଆମ କୁଆଁରୀ ଝିଅ ଆଉ ଆନନ୍ଦରେ ଗଦଗଦ ହେଇ ଜନ ତଳେ ନୃତ୍ୟ କରୁନାହିଁ କିମ୍ବା ଆମେ ସମସ୍ତେ ସେ ପରମ୍ପରାକୁ ଭୁଲି ଯାଇଛେ। ସେଇମାନଙ୍କ ଉଦ୍ଦେଶ୍ୟରେ ସେହି ପରମ୍ପରାକୁ